श्रीमद्भागवत पंचम स्कंद। नारायणं नमस्कृत्य नर चैव नरोत्तमं देवी सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपावहतं वन्दे परमानन्दमाधवं। निगमकल्पतरोर्गलितं फलं सुखमुखादमृतद्रवसंयुक्तं पिबत भागवतं रसामालयं मुहुरहो रसिका भुवि भावुकाः। प्रथम अध्याय। ओं गं गणपतये नमः। परम पुरुष गोविंद ताहांक चरणारविंद तहु गलई मकरंद ताहा जे पिबंती आनंद ताहांक चरणे बंदई पंचम स्कंदे गीत गाई। परीक्षित उवाच भौमुनि किंपा प्रिय व्रत से आत्मा राम भागवत गृहे रमिला तांक मन प्रारब्धि कर्मरे बंधन निश्चय मुक्त संग जेहु एमंत प्राणी माने केहु किंपा ए गृहे मन रहे भौमुनि फेड़िबा संशये निश्चय तब लोकंकर उत्तम श्लोक जे भाषार निवृत चित्त जेहु से किंपा व्यर्थ आचरई एमते संशय बहुत जे प्राणी गृह मोहे चित तामती विष्णु विषय रे होइला केमंते संसारे। श्री शुकवाच निश्चय कहिबा ता शुण धन्य जीवन तोरा जन उत्तम श्लोक जे गोविंद ताहांक चरणारविंद तहु अमीय रस बहे ताहा जे प्राणी नित्य पिए भकत साधु सेहु जन परम हंस दिव्य ज्ञान ताहार विष्णु कथा बिने केवे हे आन नुहे मने अन्य जे गुण कथा मान इच्छा न करती जे जन जेणु ए नृप प्रिय व्रत गुण रे होइला पूजित मुनि परम भागवत नारद लोक रे विख्यात से मुनि चरण सेवारे सर्वकल्प सगला दूरे तत्क्षणे सत्य गुण बही ब्रह्म मंत्र रे दीक्षा पाई पितार आज्ञा पाली करी अवनी पालने विचारी उत्तम सत्व गुण तार प्रजा पालने नृपवर अखिल लोकंक जीवन अनादिनाथ नारायण ताहांक चरणारविंदे चित्त निवेशी अप्रमादे प्रवर्ती संसार व्यवहार मनकु तहु गला दूर नीच लोकर पराभव सहिला अपना स्वभाव एतु अंतरे भगवान देवंक आदि जे कारण राजार मन गुण घेनी जन जन कुशले आत्मजोनि निगम निज गुणे थोई भुवनु ओइले गोसाई गगन तले चंद्र जेने विराजमान तारा गणे अपूर्व शोभा को विस्तारी विजय प्रभु नरहरि निर्मल पूजा उपहारे पूजिले ताहांकु बेदरे पछरे जुथ जुथ हुई
ସିଦ୍ଧ ଗନ୍ଧର୍ବେ ଗୀତ ଗାଇ ଚାରଣ ମୁନିଙ୍କ ସହିତେ ଗମନ କଲେ ଯେ ସମସ୍ତେ ଗନ୍ଧମାର୍ଦ୍ଦନ ଗିରି ତଲେ ସଭା କରାଇ ବିଜେ କଲେ ବୃକ୍ଷ ବାହନେ ପଞ୍ଚାନନ ହିରଣ୍ୟ ଗର୍ଭ ଜନାର୍ଦ୍ଦନ ସେଠାରେ ଥାଇ ନାରଦ ବନ୍ଦିଲେ ପିତାମହ ପାଦ ତତ୍କ୍ଷଣେ ଉଠି ମୁନିବର ସାନନ୍ଦେ ଯୋଡ଼ିବେ ନିକର ପିତାମହଙ୍କୁ ସେ ବନ୍ଦିଲା ଚରଣେ ଶିର ଲଗାଇଲା ପ୍ରିୟ ବ୍ରତର ପୂଜା ଘେନି କୋମଳ ବାକ୍ୟେ ପଦ୍ମଜନେ ବିସ୍ମୟେ ଚାହିଁ ବେଦବର ରାଜାଙ୍କୁ କହନ୍ତି ଉତ୍ତର ବ୍ରହ୍ମବାଚ ହେ ପ୍ରିୟ ବ୍ରତ କହୁଁ ତତେ କ୍ରୋଧ ନ କର ତୋର ଚିତେ ଆମେ ନାରଦ ଆଦି ଯେତେ ଯାହାର ଭାଗ୍ୟ ଚିତେ ଚିତେ ତପସ୍ୟା ବିଦ୍ୟା ଯୋଗ କରି ପଣ୍ଡିତ ପଣେ ଯେ ଆଚରି ନୋହଇ ଧର୍ମରେ ତତ୍ପର କର୍ମ ନାଶନେ ଅଧିକାର ଜନ୍ମ ମରଣେ କର୍ମ ବହି ଜୀବନ ଶରୀର ଯେ ଦେହି ଶୋକ ମୋହକୁ ନିତ୍ୟ ପାଇ ପୁଣି ଯେ ଦୁଃଖକୁ ଭୁଞ୍ଜଇ ଯାହାର ବାକ୍ୟ ଗୁଣମାନ ହେବସ ଦୁସ୍ତର ଏ କର୍ମ ଦ୍ୱିପାଦ ଚତୁଷ୍ପଦ ଯେତେ ସର୍ବେ ବନ୍ଧନ ମୋହ ଗତେ ଦୁଃଖ ସୁଖ ଗୁଣ କର୍ମରେ ଏମାନେ ଘେନି ସଙ୍ଗତରେ ଈଶ୍ୱର ସୃଷ୍ଟିର କରତା সকলে ତାହାଙ୍କୁ ସେବନ୍ତା ସେ ଯେ ଈଶ୍ୱର ବସ ଦେଇ ଅନ୍ଧର ପ୍ରାୟ ଭ୍ରମୁ ଥାଇ ଦେଖୁ ଦେଖୁ ସେ ଭ୍ରମୁ ଥାଇ ଏକଥା ପ୍ରାଣୀ ନ ଜାଣଇ ନିଦ୍ରାକୁ ପାଇ ଜହ୍ନେନରେ ଅନ୍ୟ ଦେହରେ ଭୋଗ କରେ ଗୃହସ୍ଥ ପ୍ରାଣୀ ମାନଙ୍କର କେବେ ଭୟ ନୁହେଁ ଦୂର ଲୋଭାଦି ମାନଙ୍କରେ ଯୁକ୍ତ ତେଣୁ ହୁଇ ଅବିରତ ଯେ ବୁଦ୍ଧି ଜିନେ ଇନ୍ଦ୍ରି ମାନ ତାହାକୁ ହିତ ଗୃହ କର୍ମ ନାଶନ କରଇ ତାହାରେ ଯେଣୁ ଏ ରମେ ଗୃହାନ୍ତରେ ଏ ଆଦି ଜାଣେ ଯେ ବାଜନ ଗୃହେ ନ ରହେ ତାର ମନ ଏହାକୁ ଜାଣି ବୃଦ୍ଧ ନରେ ଆନନ୍ଦେ ଭ୍ରମନ୍ତି ସଂସାରେ ଯେ ପଦ୍ମନାଭ ସଦାଶ୍ରିତ ସର୍ବ ସଂସାରୁ ସେହି ମୁକ୍ତ ସଂସାର ସାରକୁ ଭଜଇ ଅନ୍ତେ ପରମ ଗତି ପାଇ ଏମନ୍ତେ ତ୍ରିଭୁବନ ଗୁରୁ ଭକ୍ତଙ୍କ ପ୍ରଭୁ ମହାମେରୁ ନାମ ତ ଭଗବାନ ଦାସ ସ୍ୱକାର୍ଯ୍ୟ କରେ ସେ ବିଶ୍ୱାସ ନାରଦ ରାଇ ପ୍ରିୟ ବ୍ରତେ ଉଛିଲେ ଧର୍ମ କଥା ଯେତେ ନାରଦ ବାକ୍যେ ମନ ଦେଇ ମନୁ ଆତ୍ମଜ ବିଚାରଇ ବିଷୟା ରସକୁ ସେ ତେଜି ରହେ ସାତ୍ବିକ ମତେ ଭଜି ଏଥୁ ଅନ୍ତରେ ପୃଥିବୀରେ ନିଯୁକ୍ତ ହୋଇଲା କୁମରେ ଅଖିଳ ଜଗତର ଚନ୍ଦନ ନିବେଶୀ ଭଗବାନ ମନ ଆଦି ପୁରୁଷ ପଦେ ଧ୍ୟାଇ ମନ ନିବେଶୀ ନିତ୍ୟ ତହିଁ ପୃଥିବୀ ପରିପାଳନରେ ଚିତ୍ତ ନିବେଶୀ ନିରନ୍ତରେ ସେ ବିଶ୍ୱକର୍ମା ପ୍ରଜାପତି ତାର ଦୁହିତା ବହିଷ୍ମତି ଏଥି ଉତ୍ତାରେ ମହୀପତେ ବିବାହ ହୋଇଲା ଯଥୋଚିତେ ଦଶ ଆତ୍ମଜ ତାର ତହିଁ ଜନ୍ମିଲେ ଯଥା ଗୁଣ ବହି
ଜନ୍ମ ହୋଇଲେ କନ୍ୟା ଦୁଇ, ପୁତ୍ରଙ୍କ ନାମ ଶୁଣ ତୁହି। ଅଗ୍ନିଧି ଇନ୍ଦ୍ର ଜିହ୍ୱା ବଳି, ହିରଣ୍ୟ ରେତା ମହୁବ ମହାବଲି। ଯଜ୍ଞ ବାହୁ ଯେ ମହାବୀର, ମେଧାତିଥି ଯେ ଯବନର। ଘୃତ ପୃଷ୍ଟ ଯେ ବିତିହୋତ୍ର, କବି ସହିତେ 10 ପୁତ୍ର। ଏ 10 ନାମ ପୁତ୍ରଙ୍କର, ଏଥିରେ ମଧ୍ୟ ଯେ ବାସାର। ବନ କବି ଯେ ମହାବୀର, ଊର୍ଦ୍ଧ୍ୱ ରେତା ଯେ ମଧ୍ୟର। ବାଲ୍ୟକାଳରୁ ଏହି ମାନେ, ଶ୍ରେଷ୍ଠ ଆଧ୍ୟାତ୍ମ ବିଦ୍ୟାଜ୍ଞାନେ। ପରମହଂସ ଦୀକ୍ଷା ଧରି, ସକଳ ଚେଷ୍ଟା ପରିହରି। ସର୍ବଜୀବରେ କୃପା ବହେ, ଭଗବାନରେ ଚିତ୍ତ ଥାଏ। ଭୃତ୍ୟ ଆରତ ପ୍ରାଣୀଙ୍କର, ଶରଣ ରକ୍ଷଣ ଶ୍ରୀଧର। ସେ ପାଦ ପଦ୍ମ ଆଶ୍ରୟରୁ, ନିରତେ ନାମ କୀର୍ତ୍ତନରୁ। ପରମ ଭକ୍ତି ପ୍ରଭାବରେ, ଦୟା ବହିଲେ ପ୍ରାଣୀଠାରେ। ଭାବେ ନିର୍ମଳ ଚିତ୍ତ ହୋଇ, ସର୍ବଭୂତରେ ଆତ୍ମା ସେହି। ସେ ପ୍ରଭୁ ପଙ୍କଜ ଚରଣେ, ରତ ଭକତ ଦାସପଣେ। ଦ୍ୱିତୀୟ ପତ୍ନୀ ଗର୍ଭେ ତାର, ହେଲେ ସେ 3ଟି କୁମାର। ଉତ୍ତମ ତାମସ ରୈବତ, ମନୁରେ ହୋଇଲେ ଅଧୀତ। ଏମନ୍ତେ ପୁତ୍ରମାନ ଘେନି, ଚିରକାଳେ ସେ ରାଜା ପୁଣି। ପୁରୁଷାର୍ଥର ଆଶ୍ରା ନେଲେ, ପୃଥିବୀ ନିଷ୍କଣ୍ଟକ କଲେ। ଧର୍ମପଣକୁ ନ ଆଚରେ, ରାଜାର ପତ୍ନୀ ବିଷୟରେ। ପ୍ରତିଦିନରେ ସ୍ନେହ ଭରେ, ବିହରେ ସେ ଯେ ନୃପବରେ। ଯାହାର ନବୀନ ଯୌବନେ, ମନ୍ଦହାସ ଅବଲୋକନେ। ଆବେଶ ହୋଇ ଦଣ୍ଡଧାରୀ, ନାରୀ ସ୍ୱଭାବେ ବଶକାରୀ। ମେରୁକୁ ସୂର୍ଯ୍ୟାଲୋକ ପ୍ରାୟେ, ରାଜାର ତେଜ ବୀର୍ଯ୍ୟ ଦେହେ। ତେଜେ ସୂର୍ଯ୍ୟ ତେଜ ରହିତ, ତପସ୍ୟା ବଲୁ ପ୍ରିୟ ବ୍ରତ। ପ୍ରତାପ ଦେଖାଇବା ଅର୍ଥେ, ଆରୋହୀ ଜ୍ୟୋତିର୍ମୟ ରଥେ। ରଜନୀ ଦିବସେ ଭ୍ରମଇ, ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ। ହେମନ୍ତ ଦେଖି ରାଜା ବ୍ରତ, ମନୁ ମିଳିଲେ ରାଜାଗ୍ରତ। ଏ ତୁମ୍ଭ ଅଧିକାର ନାହିଁ, ନିଷେଧ କଲେ ରାଜା ତହିଁ। ସେ ରାଜା ରଥର ଚକ୍ରର, ହୋଇଲା ଯେତେକ ବିସ୍ତାର। ତେଣୁ 7 ସିନ୍ଧୁ ହୋଇଲା, ପୃଥିବୀ 7 ଭାଗ କଲା। ଶାକ ବାଲ୍ମୀକି ଜମ୍ବୁ ପ୍ଳକ୍ଷ, କୁଶ ପୁଷ୍କର ଆଦି କ୍ରୋଞ୍ଚ। ଏପରି 7 ଭାଗ ହେଲା, ସେ ରାଜା ଆନନ୍ଦେ ବୁଡ଼ିଲା। ଆନନ୍ଦ ମନ ଦଣ୍ଡଧାରୀ, ଏହା ସେ କର୍ମରେ ବିଚାରୀ। ପୁତ୍ରଙ୍କୁ ଅନୁଗ୍ରହ କଲେ, ଯଥା ବିଭାଗ କରିଦେଲେ। ଦୁହିତା ଉଜସ୍ୱତୀ ନାମ, ତାହାଙ୍କୁ କଲେ ଶୁକ୍ରଦାନ। ତାହାର ଗର୍ଭେ ଦେବଯାନୀ, ଜନ୍ମ ହୋଇଲା ଏ ଧରିଣୀ। ଏଥୁ ଅନନ୍ତରେ ରାଜା ଚିତ୍ତେ, ସୁନିନ୍ଦା କଲା ସେ ବହୁତେ। କୁସଙ୍ଗେ ଆସକ୍ତ ସେ ହେଲା, ବଡ଼ ସାଧୁପଣ କଲା। ଏଣୁ ଇନ୍ଦ୍ରିୟ ବଶ ହୋଇ, ଅବିଦ୍ୟା ବିଷୟରେ ମୋହି। ଏଣୁ ଏଧିକ ମୋ ଜୀବନ, ବିଶ୍ୱାସ ମନରେ ପ୍ରସନ୍ନ। ଇଷ୍ଟ ଦେବତା ପ୍ରସନ୍ନରେ, କ୍ରୋଧ ଜନ୍ମିଲା ରାଜାଠାରେ।
ବିଷୟ ଚେଷ୍ଟା ସେ ଛାଡ଼ିଲା, ଇନ୍ଦ୍ରିୟ ମାନ ନିରୋଧିଲା। ରାଜା ସମ୍ପଦ ନ ଇଚ୍ଛିଲେ, ଯଥା ବିଭାଗେ ପୁତ୍ରେ ଦେଲେ। ସପତ୍ନୀ ତେଜେ ମୃତ ପ୍ରାୟେ, ମୃତ ହେଲା ଶରୀର ମୟେ। ମହାନ୍ତ ଭାଗ ଭଗବାନ, ନାରଦ ବ୍ରହ୍ମାର ନନ୍ଦନ। ତାହାଙ୍କ ପଥ ଆଶ୍ରୟ କଲା, ନିଶ୍ଚୟେ ନିବୃତ୍ତ ହୋଇଲା। ଯେଉଁ ରାଜାର ଏତେ କୃତ୍ୟ, ଗାୟନ କରନ୍ତି ଜଗତ। ପ୍ରିୟବ୍ରତର କଲା କର୍ମ, ଏହା ଯେ କରିବାକୁ କ୍ଷମ। ଏହାର ରଥ ଚକ୍ର ମାର୍ଗେ, ସାତ ସମୁଦ୍ର ମହି ଭାଗେ। ଭାଗ ବିଭାଗ ମହି କରି, ଦିଗ ଉପଦିଗ ବିଚାରି। ଯେ କଲା ମନୁର କୁମର, ପୃଥିବୀ ମଧ୍ୟେ ଅଗୋଚର। ସେ ପ୍ରିୟବ୍ରତର ମହିମା, ତ୍ରୈଲୋକ୍ୟେ କେ ଦେବ ଉପମା। ପ୍ରିୟ ଅଖିଳ ଲୋକଙ୍କର, ମହିମା ନୃପବର। ପ୍ରିୟବ୍ରତ ରାଜା ଚରିତ, କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପଞ୍ଚମ ସ୍କନ୍ଧେ ପ୍ରିୟବ୍ରତ ରାଜା ଚରିତେ ନାମ ପ୍ରଥମୋऽଧ୍ୟାୟ।